हेलो पिलामाने स्वागत करुछि आपण मनकर यूट्यूब चैनल ज्ञानी 7 स्टडी के। तो पिलामाने मैट्रिक रिजल्ट तारीख घोषणा हला 2026। ठीक सुनिसंती पिलामाने, एथर समस्ते फेल हेबे नाही, समस्ते पास करबे पिलामाने। मे मासरे बाहरिबो मैट्रिक रिजल्ट। ए वर्ष समस्ते पास करबे पिलामाने, काहे कि ना कोनोसी पिला फेल हेबे नाही। जेउ पिला खाता रे किछि ना किछि सब्जेक्ट रिलेटेड टॉपिक रिलेटेड लेखि देई आसीथिबो से निश्चय पास हेबो पिलामाने। केही ए वर्ष फेल हेबे नाही, काहे कि ना कौनसी पिला जदि खातारे किछि ना किछि लेखिथिबो ताहाकू जेउ शिक्षक खाता को संशोधन करिथांती से निश्चित भाବରେ ଭଲ ମାର୍କ ଦେଇଥାନ୍ତି। କିଛି ନା କିଛି ମାର୍କ ଦେଇ ପିଲାକୁ ପାସ୍ କରିଥାନ୍ତି ପିଲାମାନେ। ସେଥିପାଇଁ ଜମାର ବ୍ୟସ୍ତ ହୁଅନ୍ତି ନାହିଁ ପିଲାମାନେ। ମେ ମାସରେ ବାହାରିବ ମ୍ୟାଟ୍ରିକ ରିଜଲ୍ଟ। ତ ପିଲାମାନେ ବିଏସସି ଓଡ଼ିଶା କଟକ ପକ୍ଷରୁ ମେ ମାସର କେଉଁ ତାରିଖ ମ୍ୟାଟ୍ରିକ ରିଜଲ୍ଟ ପ୍ରକାଶ ପାଇବ ବୋଲି ଏଯାଏ କୌଣସି ନୋଟିସ ଆସିନାହିଁ ପିଲାମାନେ। କିନ୍ତୁ ପୂର୍ବ ବର୍ଷ କେଉଁ ତାରିଖ କେଉଁ ମାସ ମ୍ୟାଟ୍ରିକ ରିଜଲ୍ଟ ପ୍ରକାଶ ପାଇଥିଲା ତାହା ଆମେ ଜାଣିବା ଏବଂ ନିଜର ଅନ୍ତଃଦୃଷ୍ଟିରୁ ଆମେ ଜାଣିପାରିବା ଏ ବର୍ଷ କେଉଁ ମାସ କେଉଁ ତାରିଖ ମ୍ୟାଟ୍ରିକ ରିଜଲ୍ଟ ଆସିବାର ସମ୍ଭାବନା ଅଛି। ତ ପିଲାମାନେ ପୂର୍ବ ବର୍ଷ 2025 ରେ ମେ 2 ତାରିଖ ମ୍ୟାଟ୍ରିକ ରିଜଲ୍ଟ ଘୋଷଣା ହୋଇଥିଲା ପିଲାମାନେ ଏବଂ 2023 ରେ ମେ 18 ତାରିଖ ଘୋଷଣା ହୋଇଥିଲା ମ୍ୟାଟ୍ରିକ ରିଜଲ୍ଟ ପିଲାମାନେ। ତ ପିଲାମାନେ ଏହାକୁ ସମାଲୋଚନା କଲେ ଜଣାଯାଏ ଯେ ଏ ବର୍ଷ ମେ ମାସର ପ୍ରଥମ ସପ୍ତାହ ସୁଦ୍ଧା କିମ୍ବା ଶେଷ ସପ୍ତାହ ସୁଦ୍ଧା ମ୍ୟାଟ୍ରିକ ରିଜଲ୍ଟ ଆସିବାର ସମ୍ଭାବନା ଅଛି ପିଲାମାନେ। ତ ପିଲାମାନେ ମ୍ୟାଟ୍ରିକ ରିଜଲ୍ଟ ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ ପିଲାମାନେ, କାହିଁକି ନା ମ୍ୟାଟ୍ରିକ ରିଜଲ୍ଟ ଯେବେ ତାରିଖ ଘୋଷଣା ହେବ ବିଏସସି ପକ୍ଷରୁ ନୋଟିସ ଜାରି ହେବ ତେବେ ମୁଁ ସର୍ବପ୍ରଥମେ ଏହି ଚ୍ୟାନେଲରେ ଅପଲୋଡ କରିଦେବି କେଉଁ ତାରିଖ ମ୍ୟାଟ୍ରିକ ରିଜଲ୍ଟ ଘୋଷଣା ହେବ। ତ ପିଲାମାନେ ଜମାରୁ ବ୍ୟସ୍ତ ହେବାର ନାହିଁ, ଯେଉଁମାନେ ବ୍ୟସ୍ତ ହେବାର ନାହିଁ। ଥ୍ୟାଙ୍କ ଫର ୱାଚିଂ ପିଲାମାନେ, ଥ୍ୟାଙ୍କ ଫର ୱାଚିଂ ପିଲାମାନେ।